ମାନେ ଆଜି ଗଣିତର ଏକ ସୁନ୍ଦର ଚାପ୍ଟର ପଢିବା, ଯାହାକି ଲସାଗୁ ଏବଂ ଗସାଗୁ। ବୁଝିଲ, ଲସାଗୁ ଗସାଗୁ ଆଜି କ୍ଲାସରେ ପଢିଲା ପରେ ମୁଁ ଭାବୁଛି ତମ ମାନଙ୍କର ଆଉ କୌଣସି ଡାଉଟ ନଥିବ ଏବଂ ତମେ ମାନେ ସବୁ କିଛି ଏଇ କ୍ଲାସରେ ବୁଝିପାରିବ। ବୁଝିଲେ, ମାନେ ଡେରି ନ କରି କ୍ଲାସଟିକୁ ଆରମ୍ଭ କରିବା। ଯଦି ତମେ ସର୍ବପ୍ରଥମ ମୋ କ୍ଲାସଟି ଦେଖୁଛ କିମ୍ବା ଏ ଚ୍ୟାନେଲକୁ ଭିଜିଟ କରୁଛ, ତାହେଲେ ନିଶ୍ଚିତ ଭାବରେ ସବସ୍କ୍ରାଇବ ଏବଂ ଲାଇକ୍ କରିକି ଯିବେ, ଯାହାଫଳରେ ମତେ ମୋଟିଭ ମିଳିବ ମୁଁ ଆଗକୁ ଆଉ ଭିଡ଼ିଓ କରିବି। ଡେରି ନ କରି ଆମେ କ୍ଲାସଟିକୁ ଆରମ୍ଭ କରିବା। ଟପିକର ନାଁ ରହିଛି ଲସାଗୁ ଓ ଗସାଗୁ। ଲସାଗୁ କଣ ଗସାଗୁ କଣ ପ୍ରଥମେ ଜାଣିବା। ଲସାଗୁର ଫୁଲ ଫର୍ମ କଣ? ଲସାଗୁର ମାନେ ଲଘିଷ୍ଠ ସାଧାରଣ। ତାପରେ ଆମେ ଜାଣିବା ଗସାଗୁ କଣ? ଗସାଗୁର କଣ? ଗରିଷ୍ଠ ସାଧାରଣ ଗୁଣନଫଳ। ଗରିଷ୍ଠ ସାଧାରଣ ଲଘିଷ୍ଠ ସାଧାରଣ ଗୁଣନଫଳ, ଗରିଷ୍ଠ ସାଧାରଣ ଗୁଣନଫଳ। ତେଣୁ ପ୍ରଶ୍ନ କିଛି ଆମେ ପ୍ରଥମେ ଜାଣିବା ଗୁଣନୀୟ କଣ, ଗୁଣିତ କଣ। ଠିକ ଅଛି, ଜାଣିବା ଗୁଣନୀୟ କଥା ହଉଛି ଜାଣିବା ମନେକର ଆଠ କେଉଁ ପଣିକିଆରେ ଅଛି ଲେଖିଦବା। ଏକ ଚାରି କେ ପଣିକିଆରେ ଅଛି ଆଉ ଆଠ ହେଲା। ଏଇ ଯୋଉ ଚାରିଟା ହେଲା, ଏଟା ହେଲା ତାର ଗୁଣନୀୟ କଣ। କୋଉ ପଣିକିଆରେ ଆଠ, କୋଉ ପଣିକିଆରେ ଅଛି, ସେ ହେଲା ତାର ଗୁଣନୀୟ କଣ। ଗୁଣିତକ ଗୁଣିତକ ସେଇ ଆଠ ବାହାର କରିବା। ଗୁଣିତକ ଗୁଣିତକ ହେଉଛି ଆଠ କେଉଁ କେଉଁ ପଣିକିଆରେ ସବୁ ନା ଆଠ କେଉଁ କେଉଁ ସଂଖ୍ୟାରେ କଟୁଛି, ବା ଆଠ କେଉଁ କେଉଁ ସଂଖ୍ୟାରେ ବିଭାଜ୍ୟ ହେଉଛି, ସେଗୁଡିକ ହେଲା ଗୁଣିତକ। ଆଠ କେଉଁ କେଉଁ ସଂଖ୍ୟାରେ ବିଭାଜ୍ୟ ହବ? ଆଠ ହବ 24। ଏମିତି ଅନ୍ୟ ଯୋଉ ସଂଖ୍ୟା ରହୁଛି, ସେ ଯୋଉ ସଂଖ୍ୟା ଆଠ ଦ୍ୱାରା ବିଭାଜ୍ୟ ସେଇଟା ତାର ଗୁଣିତକ। ଗୁଣନୀୟ ଗୁଣିତକ ହୁଏ। ଗୁଣନୀୟ ହଉଛି ଯେଉଁ ସଂଖ୍ୟା ଆଠ କେ ପଣିକିଆରେ ଅଛି ତାକୁ ହେଲା ଗୁଣନୀୟକ। ଗୁଣିତକ ହେଲା ଯେଉଁ ସଂଖ୍ୟା ଆଠ ଦ୍ୱାରା କଟୁଛି ତାହା ହେଲା ଗୁଣିତକ। ତେବେ ଆମେ ଗସାଗୁ ଏବଂ ଗସାଗୁ କିଛି ପ୍ରଶ୍ନ ପାଇବୁ। ଆଠ ଆଠ ଦଶ ଆଠ ଆଉ ଦଶ କେମିତି କଟିବ? ଦୁଇ କାଟିଦବା। ଦୁଇ ଚଉ ଆଠ, ଦୁଇ ଏଇ ସଂଖ୍ୟା ଚାରି ପାଞ୍ଚ ପାଖାପାଖି ତେବେ ଆମର ଲସାଗୁ ଦେଇକି କାଟିଦେବି। ଏଇଟା ୟାଦ ରଖିବ। ଦୁଇ ଚଉ କେତେ? ଆଠ ଆଠ ଲସାଗୁ 40। ସେଇ ସଂଖ୍ୟାରେ ଗସାଗୁ କରିଦବା। ଗସାଗୁ କରିଦେଲେ ଦେଖିବା ସେଇ ଦୁଇଟି କାଟିଦବା। ଦୁଇ ଆଠ, ଦୁଇ ପାଞ୍ଚ ଦଶ। ଏବେ ଆଉ କଣ ଗସାଗୁ ଆମର ଗସାଗୁ କେବଳ ଏଇଟା ଦୁଇ। ଏଇ ସାଇଡରେ ଯେତିକି ରହିଲା ଗସାଗୁ ଟିକେ ଦବ। ଗସାଗୁ ସାନ ଠିକରେ କାଟିବା। ଦୁଇ ଆଠ ଦୁଇ ଶହେ ଅଶୀ ଏଗାର ବଦଳ କେତେ ହେଉଛି? ଉଣେଇଶହ। ସେଟା ଗୋଟେ କୋଡିଏ ଦବା।
कौन सा बर्थडे पार करिए ये रहा 22 ग्राम कौन सा बार कर रहा है कौन सा बार करिए बेटी की करता है वो आज इधर से इधर इधर पानी कौन सा टमाटर के चुका ये अब कितने आप लॉस है